ওম নমো ভগবতে বাসুদেবায়। সপ্তবিংশ অধ্যায়। দ্বারাত নয় সঙ্গে পড়ি ସେ পুরঞ্জন পথ ହୁଡ଼ି। କାଳର କନ୍ୟା ଜରା ପାଶେ ମିଳିଲା ବୋଲେ ସପ୍ତବିଂଶେ। ନାରଦ ଉବାଚ କହନ୍ତି ବ୍ରହ୍ମାଙ୍କ ନନ୍ଦନ ତଦନ୍ତେ ସେ ଯେ ପୁରଞ୍ଜନ। ଅନେକ ମତେ ପ୍ରବୋଧିଲା ରାଣୀର ମାନ ଦୂର କଲା। ପ୍ରସନ୍ନ ବଦନେ ସୁନ୍ଦରୀ ସ୍ନାନ ମାର୍ଜନା ବେଗେ କରି। କୁଙ୍କୁମ କସ୍ତୁରୀ ଲଗାଇ ସୁବାସ ଜଳେ ଅଙ୍ଗ ଧୋଇ। କଜ୍ୱଳ ସିନ୍ଦୂର ମଣ୍ଡିଲା ସୁଦିବ୍ୟ ବସନ ପିନ୍ଧିଲା। ସୁଗନ୍ଧ ପୁଷ୍ପମାଳା ଦେଇ କବରୀ ବାନ୍ଧିଲା ସଜାଇ। ଖଞ୍ଜିଣ ନାନା ଅଳଙ୍କାର ମୁକୁରେ ନିରେଖି ଶରୀର। ଭୋଜନ ସାରି ଷଡ଼ରସେ ତାମ୍ବୁଳ ଭୁଞ୍ଜିଲା ହରସେ। ନୃପତି ସମୀପେ ମିଳିଲା ହସି ପଲଙ୍କେ ବିଜେ କଲା। ସେ କାମ ବିକାରେ ରାଜନ ରାଣୀ କି କଲା ଆଲିଙ୍ଗନ। ବିବିଧ ସକାମ ବିକାରେ ହାସ କଟାକ୍ଷ ମନୋହରେ। ଏକାନ୍ତ ରତି ରସ ରଙ୍ଗେ ସେ ପୁରଞ୍ଜନ ରାଣୀ ସଙ୍ଗେ। ରାତ୍ର ଦିବସ ନ ଜାଣିଲା ଅଜ୍ଞାନ ମୋହେ ନିମଜ୍ଜିଲା। ସେ କାମ ଭୋଗେଣ ନୃପତି ଫୁଟିଣ ଶ୍ରମ ହେଲା ଅତି। ଉପଧି କରି ପତ୍ନୀକର ସୁଖେ ଶୋଇଲା ନୃପବର। ପଲଙ୍କେ ସୁଖେ ନିଦ୍ରା ଗଲା ସେ କାଳ ଗତି ନ ଜାଣିଲା। ଅଜ୍ଞାନେ ସ୍ଥିରୀ ବସେ ରତ ନ ଦେଲା ଜ୍ଞାନ ମାର୍ଗେ ଚିତ୍ତ। ନବୀନ ବୟସ ରାଜନ ନାସିଲା ଏ ସ୍ଥିରୀ ଭୋଗେଣ। କ୍ଷଣକ ପ୍ରାୟେ ସେ ମଣିଲା ଏ ଯୁବା କାଳ ବିନାଶିଲା। ଭୋଗାନ୍ତେ ପୁରଞ୍ଜନ ଠାରେ ଜନ୍ମିଲେ ଦୁହିତା କୁମରେ। 11 ଯେ କୁମର ଜନ୍ମ ଲଭିଲେ ଆଦ୍ୟେ ତାର। 10 ଉତ୍ତର କନ୍ୟା ସତ ସୁଗୁଣଶୀଳେ ହେଲେ ଜାତ। ସେ କନ୍ୟା ପୁତ୍ରେ ବିଭା ଦେଇ ନିଶ୍ଚିନ୍ତ ହେଲା ନରସାଇଁ। ବିଭା ନିର୍ବନ୍ଧେ ନିମଜ୍ଜିଲା ଅର୍ଦ୍ଧେ ଆୟୁଷ ତାର ଗଲା। ପୁତ୍ର କନ୍ୟାଙ୍କ ପୁତ୍ର ହୋଇ ପଞ୍ଚାଳେ ବଞ୍ଚନ୍ତି ସେ ରାଏ। ଏ ସର୍ବେ ରାଜାର ଭଣ୍ଡାର ଲୁଟିଣ କଲେ ସେ ବିହାର। ବିଷୟେ ମମତା ବଢ଼ାଇ ବନ୍ଦୀ ହୋଇଲା ନରସାଇଁ। ତଦନ୍ତେ ଘୋର ଯଜ୍ଞ କଲା ଅନେକ ପଶୁଙ୍କୁ ବଧିଲା। ଦେବତା ପିତୃଭୂତପତି ସେ ଯଜ୍ଞେ ପୂଜିଲା ନୃପତି। ଯେ ରୂପେ ତୁମ୍ଭେ ହେ ରାଜନ କରୁଛ ଘୋର ଯଜ୍ଞମାନ। ସେ ରୂପେ ପୁରଞ୍ଜନ ରାଏ ଅନେକ ପଶୁ କଲା କ୍ଷୟେ। ବିଷୟ ଜଡ଼େ ଉନ୍ମତ୍ତ କୁଟୁମ୍ବେ ବନ୍ଦୀ କଲା ଚିତ୍ତ। ତଦନ୍ତେ ପ୍ରବେଶିଲା କାଳ ଯେହରେ ପ୍ରାଣୀ ଆୟୁର୍ବଳ। ତାହାର ନାମ ଚଣ୍ଡବେଗ ଗନ୍ଧର୍ବ ରାଜ୍ୟ କରେ ଭୋଗ। ଗନ୍ଧର୍ବମାନଙ୍କର ପତି ଅତି ପ୍ରଚଣ୍ଡ ତାର ଗତି। 63 ତା ପ୍ରମାଣ ଗନ୍ଧର୍ବେ ଅତି ବଳବାନ। ମିଥୁନ ଭାବେ କରି ସ୍ଥିତି ଏତେ ଗନ୍ଧର୍ବି ତହିଁ ଶାନ୍ତି। ଗନ୍ଧର୍ବ ଗନ୍ଧର୍ବି ପ୍ରବଳ କେ କୃଷ୍ଣ କେୟ ବାସୁକଳ। ଏ ସର୍ବେ ଚଣ୍ଡ ବେଗଙ୍କର ଅଟନ୍ତି ତାଙ୍କ ଅନୁଚର। ସେ ଚଣ୍ଡ ବେଗ ଆଜ୍ଞା ପାଇ ବେଢ଼ିଲେ ରାଜା ପୁର ଯାଇ।
ସେ ପୁରଞ୍ଜନ ଦିବ୍ୟପୁରୀ ଗନ୍ଧର୍ବେ ବଳେ ଲୁଟି କରି ସେ ନଗ୍ରେ ସେନାପତି ଏକ ରକ୍ଷଣେ ଥିଲା ସେ ଅଧ୍ୟକ୍ଷ ତାହାର ନାମ ପ୍ରଜାଗର ସେ ବେଗେ ମିଳିଲା ଆଗର ତାହାଙ୍କୁ ମାରି ଘଉଡ଼ିଲା ଅନେକ ଘୋର ଯୁଦ୍ଧ କଲା ସେ 7 ସମ୍ବତ୍ସର ନିତ୍ୟେ ଯୁଝିଲା ଗନ୍ଧର୍ବ ସଙ୍ଗତେ ଗନ୍ଧର୍ବେ ଅତି ବଳବାନ ତାହାକୁ ମାରି କଲେ କ୍ଷୀଣ ହୁଅନ୍ତେ ପ୍ରଜାଗର ଘୋର ଚିନ୍ତାଏ ନୃପବର ସେ ପୁରବାସୀ ଯେତେ ଥିଲେ ସେ ସର୍ବେ ଆକୁଳେ ଶୋଚିଲେ ଆନେ ଯେ ନ ପାରନ୍ତି ପାଇ ଦୁଃଖେ ରୋଦନ୍ତି କ୍ଷୋଭ ପାଇ ସେ ନଗ୍ରେ ନୃପ ପୁରଞ୍ଜନ ସଙ୍ଗତେ ଘେନି ପ୍ରଜାଗଣ ପଞ୍ଚାଳ ଦେଶେ ନାନା ଦୁଃଖ ଯେଣୁ ଭୁଞ୍ଜିଲା ଅବିବେକ ପତ୍ନୀ ବସରେ ଦିନ ଗଲା ଅଳପ ସୁଖେ ନିମଜ୍ଜିଲା ନକଲା ସେ ଭୟେ ବିଚାର ଏଣୁ ହୋଇଲା ଦୁଃଖ ଘୋର ପ୍ରାଚୀନ ବରିକୁ ନାରଦ କହିଲେ ଅପୂର୍ବ ସମ୍ବାଦ କାଳର କନ୍ୟା ଏକ ଥିଲା ତାହାକୁ କେହି ନ ବରିଲା ଏ 3 ଲୋକେ ସେ ଭ୍ରମଇ ଡରେ କେ ତାକୁ ବିଭା ନୋହି ସେ ଯାରେ ବର ଇଚ୍ଛା କରେ ସେ ଦେଖି କମ୍ପେ ଥରହରେ ସେ ସର୍ବ ଅଭାଗ୍ୟର ଧାମ ଏଣୁ ଦୁର୍ଭାଗା ତାର ନାମ ସେ କନ୍ୟା ପୂର୍ବେ ଏକ କାଳେ ଯଜାତି ବଳେ ବିଭା ହେଲେ ତାଠାରେ ବଇ ଭୋଗ ସାରି ପୁତ୍ରକୁ ବରେ ଇଚ୍ଛା କରି ତାହାକୁ ଯଜାତି ରାଜନ ପୁତ୍ରକୁ କଲେ ସମର୍ପଣ ତା ଜ୍ୟେଷ୍ଠ ଯେତେକ କୁମର କେହି ନ କଲେ ଅଙ୍ଗୀକାର କନିଷ୍ଠ ପୁତ୍ର ପୁରୁଥିଲା ସେ ପିତା ଆଜ୍ଞାରେ ବରିଲା ଏମନ୍ତେ ସେ କାଳ ଦୁହିତି ସେ ବରେ ତୁଷ୍ଟ ନୋହେ ମତି ତା କାମ ଭୋଗେ ବଳ ହରି ତଦନ୍ତେ ସଂସାରେ ବିହରି ମୁଁ ଦିନେ ବ୍ରହ୍ମ ଲୋକଠାରୁ ଏମହି ଭ୍ରମଣ ଇଚ୍ଛାରୁ ଆସନ୍ତେ କୃଷ୍ଣ ରସେ ରସି ମୋତେ ଭେଟିଲା ଦୁଷ୍ଟା ଆସି ଯତିତ୍ୱପଣ ମୋର ଜାଣେ ତଥାପି ବରେ ଭ୍ରମପଣେ ବୋଇଲା ଶୁଣ ମୁନିବର ମୋ କାମ ଦୁଃଖ ପରିହର ହେ ମୁନି ଶ୍ରେଷ୍ଠ ଯୋଗେଶ୍ୱର ମୋତୁଲେ ଗୃହ ଧର୍ମ କର ତୁମ୍ଭେ ମୋ ହର ନିଜପତି ଏଣୁ ଅଇଲି ତୁମ୍ଭକତି ପୁରୁଷ ସ୍ୱଧର୍ମଟି ଏହି ପ୍ରାପତ କନ୍ୟା ନତେ ଜଇ ଯାଚକ କନ୍ୟା ପ୍ରତେଜିଲେ ସେ ସୁଖ ନଲ ଭଇ ଭଲେ ଏମନ୍ତ ବାକ୍ୟ ତାର ଶୁଣି ଆମ୍ଭେ ପ୍ରକୋପେ ତାକୁ ଭଣି ବୋଇଲୁ ତୁ ନୀଚ ଯୁବତୀ ପ୍ରମୋଦା କୂଳେ ନୋହୁ ସତୀ କୁଳ ଦୂଷଣ କର୍ମ ତୋର ନମରି ଧରିଛୁ ଶରୀର ପାତ୍ର ଅପାତ୍ର ତୁ ନ ଜାଣୁ ଦୂଷଣ କଥା କେତେ ଭଣୁ ଶୁଣ ତୁ ଲୋ ମୂଢ଼ ଅଜ୍ଞାନୀ ଆମ୍ଭେ ଯେ ଅଟୁ ବ୍ରହ୍ମଜ୍ଞାନୀ ଗୃହସ୍ଥ ଧର୍ମ ଆମ୍ଭ ନାହିଁ ତୋର ବରଣ ରକ୍ଷା କାହିଁ ତୋହର ବରେ ଯେବେ ଇଚ୍ଛା କହିବା ପୁରିବ ତୋ ବାଞ୍ଛା ଯବନ ମାନଙ୍କ ଈଶ୍ୱର ତୁ ଯାଇ ବେଗେ ତାକୁ ବର ଯେ କାମ ଭୋଗେ ତୋର ଇଚ୍ଛା ସେ ତୋର ପୁରାଇବେ ବାଞ୍ଛା ତା ଶୁଣି ବିମୁଖେ ତରୁଣୀ ସେ କୋପେ ମୋତେ ସାପ ଭଣି ବୋଇଲା ଶୁଣ ମୁନିବର ମୋ ପ୍ରୀତି ଆଶା କଲୁ ଦୂର ତୁ ଏକ ଠାବେ ନ ରହିବୁ ଜୀବନ୍ତେ ଯେତେ କାଳ ଥିବୁ ବ୍ରହ୍ମାଣ୍ଡ ମଧ୍ୟରେ ସ୍ଥାନ ଯେତେ ଭ୍ରମଣ କରୁଥିବୁ ନିତ୍ୟେ
କାହିଁ ତୁ ନ ଲଭିବୁ ସୁଖ ଭୋଗାଦି ନାମେଣ ବିମୁଖ। ଏ ଘୋର ସାପ ମୋତେ ଦେଇ ବରିଲା ଭୟ ପତି ଯାଇ। ଭୂଦେବ ଯବନ ଈଶ୍ୱର ତୁ ବୀର ବଳେ ବଳିୟାର। ଏଣୁ ବରିଲି ମୁହିଁ ତୋତେ ମୋର ବିନୟ ଘେନ ଚିତ୍ତେ। ତୁମ୍ଭଙ୍କୁ ଯେ ମାଗଇ ଯାହା ବିନାଶ ନୋହେ କାମ ତାହା। ଶୁଣ ଯବନ ଅଧିପତି ଏବେନି ଲୋକେ ଶିଶୁମତି। ଯେ ଲୋକ ଶାସ୍ତ୍ରର ଉକତ ଦ୍ରବ୍ୟ ହୋଇଲେ ଉପଗତ। ଯାଚକ ଜନେ ତାନ ଦେଇ ଅଥବା ଦେଲେ ନଘେ ନଇ। ଏବେନି ଶିଶୁ ସଙ୍ଗେ ସରି ଏଣୁ ତାହାଙ୍କୁ ଶୋକ କରି। ତୁମ୍ଭେ ଦୟାଳୁ ସୁରବନ୍ତ ଯବନ ମାନଙ୍କ ସାମନ୍ତ। ମୁକାମେ ତୁମ୍ଭଙ୍କୁ ଭଜିଲି ଲଜ୍ଜା ସଂକୋଚ ଉପେଖିଲି। ମୋ ସଙ୍ଗେ କର ବୈଭୋଗ ହର ଦୁଃସହ କାମ ରୋଗ। ପୁରୁଷ ସ୍ୱଧର୍ମଟି ଏହି ଦୀନ ଜନଙ୍କୁ ଦୟା ବହି। ମୁଁ ଜନ୍ମ କାଳୁ କାମ ଦୁଃଖେ ତୁ ମୋତେ ନତେ ଯବିମୁଖେ। ତାର କାର୍ପଣ୍ୟ ବାକ୍ୟ ଶୁଣି ଯବନେଶ୍ୱର ମନେ ଗୁଣି। ଦେବଙ୍କ ଗୁପ୍ତ ଯେ ମରଣ ଏହାରେ ସାଧିବି ପ୍ରମାଣ। ଏମନ୍ତ ମନେ ବିଚାରିଲା କନ୍ୟାକୁ ପ୍ରତି ବାକ୍ୟ ଦେଲା। ଶୁଣ ଗୋ କାଳର ଦୁହିତି ତୋଷମେ ବରି ଅଛି ପତି। ଆପଣା ସମାଧି ଯୋଗରେ ମୁଁ ବର ବରି ଅଛି ତୋରେ। ଏ ଯେତେ ଲୋକ ବୃନ୍ଦ ଛନ୍ତି ତୋର ସମୀପେ ନଗଛନ୍ତି। ତୋ ରୂପ ଦେଖି ଅମଙ୍ଗଳ ଡରନ୍ତି ଏ ଲୋକ ସକଳ। ତୁ ଯେ ଅଲକ୍ଷ୍ୟ ଗତି ଧରି ଏହାଙ୍କୁ ଭୋଗ କର ବରି। ଏକାକୀ ବୋଲି ଭୟ ଯେବେ ମୋ ସେନା ସଙ୍ଗେ ନିଅ ତେବେ। ଏମନ୍ତେ ପ୍ରଜାଙ୍କୁ ବିନାଶ ଏ ସର୍ବେ ହୁଅନ୍ତୁ ତୋର ବଶ। ମୋହର ଭାଇ ଯେ ପ୍ରଜ୍ୱର ତୁ ଭଗ୍ନୀ ହେବୁ ଯେ ମୋହର। ଏକତ୍ୱେ ଭାଇ ଭଗ୍ନୀ ଥିବ ମୋ ସେନା ଗଣ ସଙ୍ଗେ ନେବ। ଲୋକେ ନ ଜାଣିବେ ତୋ ଗତି ଭ୍ରମୁଣ ଥିବୁ ଚଉକତି। ଜୀବକୁ ଭୋଗ ଅନୁସାରେ ପୀଡ଼ିବୁ ଲୋଭା ଦିବ୍ୟାଧରେ। ଏମନ୍ତ ଶିକ୍ଷା ତାକୁ ଦେଇ ଅଗ୍ରେ ପେଶିଲା ଭଗ୍ନୀ ଭାଇ। ଚତୁର୍ଥ ସ୍କନ୍ଧେ ଭାଗବତ ନାରଦ ପ୍ରାଚୀନ ଉକତ। ଏ ପୁରଞ୍ଜନର ଚରିତ ଭଣଇ ବିପ୍ର ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ପୁରଞ୍ଜନ ଚରିतं ନାମ ସପ୍ତବିଂଶୋऽଧ୍ୟାୟः। ଶ୍ରୀକୃଷ୍ଣଂ ସମର୍ପଣମस्तु। ଓಂ ନମୋ ଭଗବତେ ବାସୁଦେବାୟ।